ସୃଜନିକାର ଦ୍ୱିତୀୟ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ ଅନୁଷ୍ଠିତ। ଆଧୁନିକ କବିତା ସାମ୍ପ୍ରତିକ ସ୍ଥିତି ସହ ଗତି କରି ଚାଲିଛି। ନୟାଗଡ଼ର ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ ସୃଜନିକାର ଦ୍ୱିତୀୟ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ ଆଜି ପୂର୍ବାହ୍ନ 10 ଘଣ୍ଟା ସମୟରେ ସ୍ଥାନୀୟ କେସି କ୍ଲବ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶଶଧର ପଣ୍ଡା ଓ ଗୋଦାବରୀ ବସନ୍ତିଆ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, କେଶବ ଚନ୍ଦ୍ର ରାଉତ ଓ ସମ୍ପଦ କୁମାର ରଥ ଯୋଗ ଦେଇଥିଲେ। ଅତିଥିମାନେ ଆଧୁନିକ କବିତାର ସ୍ଥିତି ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ଆଧୁନିକ କବିତା ସାମ୍ପ୍ରତିକ ସ୍ଥିତି ସହ ଗତି କରି ଚାଲିଛି। ବର୍ତ୍ତମାନର ସମସ୍ୟା ଘେରା ସମାଜ ବ୍ୟବସ୍ଥା ଭିତରେ ଆଧୁନିକ କବିତା ବେଳେବେଳେ ତାର ପଥକୁ ଖୋଜିପାରେ ନାହିଁ। ଏଣୁ ଏହି ଜଟିଳ ମାନସିକତା ଭିତର ଦେଇ ଆଧୁନିକ କବିତା ବର୍ତ୍ତମାନ ଗତି କରୁଛି। ଏହି ଅବସରରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବର ଆୟୋଜନ ହୋଇଥିଲା ଏବଂ ଶ୍ରୀମତୀ ମମତା ମଞ୍ଜରୀ ଦେବୀ ଓ ନୀଳମାଧବ ମିଶ୍ର କବିତା ଗୁଡ଼ିକୁ ସଂଯୋଜନା କରିଥିଲେ। ଏହି ଅବସରରେ ଡକ୍ଟର ନିର୍ମଳ ଚନ୍ଦ୍ର ଶିରୋଦେଓଙ୍କ ଲିଖିତ ଓଡ଼ିଆ କବିତା ରାଧିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ପୁସ୍ତିକାକୁ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ତ୍ରିପାଠୀ ଇଂରାଜୀରେ ଓ ଶ୍ରାବଣୀନାଥ ହିନ୍ଦୀରେ ମଧ୍ୟ ଅନୁବାଦ କରିଥିଲେ। ଏହି ଉତ୍ସବରେ ସୃଜନିକା ସମ୍ମାନ 2025 ମମତା ମଞ୍ଜରୀ ଦେବୀଙ୍କୁ ଓ ତତ୍ସହିତ ଅନ୍ୟ 18 ଜଣ ପ୍ରତିଭଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଗୀତାଞ୍ଜଳି ଦାସ ଜଗନ୍ନାଥ ଭଜନ ଗାନ କରିଥିବା ବେଳେ ପରେ ଡକ୍ଟର ଅନସୂୟା ପଣ୍ଡା ଓଡ଼ିଶୀ ସଙ୍ଗୀତ ଗାନ କରିଥିଲେ। ରାଧିକା କାବ୍ୟର ଇଂରାଜୀ ସମୀକ୍ଷା ଇଞ୍ଜିନିୟର ପଦ୍ମନାଭ ପରିଡ଼ା ଓ ହିନ୍ଦୀ ସମୀକ୍ଷା ଶ୍ରାବଣୀନାଥ କରିଥିଲେ। ଏହି ଉତ୍ସବରେ ଡକ୍ଟର ନିର୍ମଳ ଚନ୍ଦ୍ର ସୁରଦେୟ ଅଧ୍ୟକ୍ଷତା କରିଥିବା ବେଳେ ପରମାନନ୍ଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।